ଦେବୀ କନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟର 45ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ନିଆଳି ବ୍ଲକ ଦୀପାଞ୍ଚଳ ଏରଞ୍ଜସ୍ଥିତ ଦେବୀ କନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟର 45ତମ ପ୍ରତିଷ୍ଠା ଦିବସ ଖୁବ୍ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ମାର୍କଣ୍ଡେଶ୍ୱର ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ନିଆଳି ବିଧାୟକ ଶ୍ରୀ ଛବି ମଲ୍ଲିକ ଯୋଗଦେଇ ପ୍ରଥମେ ଛାତ୍ରୀନିବାସର ଭୂମି ପୂଜନ କରିଥିଲେ। ପରେ ସଭାସ୍ଥଳରେ ମୁଖ୍ୟ ବକ୍ତା ପ୍ରଫେସର ଡକ୍ଟର ବେଣୁଧର ପାଢ଼ୀ ଯୋଗଦେଇ ଓଡ଼ିଆ ଭାଷା, ସଂସ୍କୃତି ଏବଂ ନୈତିକ ମୂଲ୍ୟବୋଧର ସମୃଦ୍ଧି ଉପରେ ପ୍ରେରଣାଦାୟକ ଭାଷଣ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଫେସର ଗୋପାଳକୃଷ୍ଣ ମିଶ୍ର ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଂସ୍କୃତିକ ଉପସଭାପତି ଡକ୍ଟର ଅଜୟ କୁମାର ଆଚାର୍ଯ୍ୟ ମହାବିଦ୍ୟାଳୟର ବାର୍ଷିକ ରିପୋର୍ଟ ପାଠ କରିଥିଲେ। ମହାବିଦ୍ୟାଳୟ ଶୈକ୍ଷିକ, ସାଂସ୍କୃତିକ ଏବଂ ଆନୁଷ୍ଠାନିକ ସଫଳତା ଉପରେ ଉପସ୍ଥାପନା କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ଡକ୍ଟର ଅନୁପ ରଞ୍ଜନ ମାର୍ଥା ଓ ଅଧ୍ୟାପକ ମନୋଜ କୁମାର ସେନାପତି। ଏହା ସହିତ ଅତିଥିମାନେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଓ ଛାତ୍ରଛାତ୍ରୀ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ, ଲିଭ୍ ଲାଇଫ୍ ଓଡ଼ିଆ। 45ତମ ଆଜି ବାର୍ଷିକ ଉତ୍ସବ ପାଳନ କରାଯାଉଛି। ଛାତ୍ରୀମାନଙ୍କ ପାଇଁ ମଧ୍ୟ ଏକ ହଷ୍ଟେଲର ଶୁଭାରମ୍ଭ ଆଜି କରାଯାଉଛି। ଶିଳାନ୍ୟାସ କେମିତି କ'ଣ ଅନୁଭବ ହେଉଛି ଦୀପାଞ୍ଚଳ ମାଟି? ଆଜି ଡିକେଏନ୍ କଲେଜର 45 ବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ ବାର୍ଷିକ ଉତ୍ସବ ଆୟୋଜନ ହୋଇଥିଲା। ତା ସଙ୍ଗେ ସଙ୍ଗେ ଆମର ଛାତ୍ରୀ ନିବାସ ପାଇଁ 100 ଜଣ ଛାତ୍ରୀ ରହିଲା ଭଳିଆ ଗୋଟେ ହଷ୍ଟେଲ ତିଆରି ହେବ। ତାର ଆଜି ଶିଳାନ୍ୟାସ କରାଯାଇଛି। ଦୂର ଦୂରାନ୍ତରୁ ଆସୁଥିବା ଝିଅମାନେ এই କଲେଜରେ ରହିକି ପାଠ ପଢ଼ିବା ପାଇଁ ଏଇଟା ଗୋଟେ ସରକାରଙ୍କ ତରଫରୁ ଏଇଟା ଗୋଟେ ତିଆରି ହେଲା। ଏ କାମକୁ ଧାର୍ଯ୍ୟ ରଖାଯାଇଛି 9 ମାସ ଭିତରେ ସମ୍ପୂର୍ଣ୍ଣ କରିବା ପାଇଁ। ଆମେ ଚେଷ୍ଟା କରିବୁ ଯେ 9 ମାସ ପୂର୍ବରୁ କେମିତି ଆମେ ଠିକାଦାରକୁ ସହଯୋଗ କରି କାମଟାକୁ ସମ୍ପୂର୍ଣ୍ଣ କରିବାକୁ। ଆଉ କଲେଜର ଅନ୍ୟାନ୍ୟ ଯେଉଁ ଆନୁଷଙ୍ଗିକ ଉନ୍ନତି ହେବା ପାଇଁ ଯେଉଁ ଆମର ପ୍ରିନ୍ସିପାଲ ଦେଇଛନ୍ତି ତା ମଧ୍ୟ ଧୀରେ ଧୀରେ ସମ୍ପୂର୍ଣ୍ଣ କରାଯିବ। ଏଠି ଗୋଟେ ଅବ୍ୟବସ୍ଥା ଏଇଟା ମୋ ନଜରକୁ ବି ଆସିନଥିଲା, ଆଜି ଆସିଲା ଯେ କଲେଜ ହେଲା ପରେ ୟା ଉପରେ ଇଲେକ୍ଟ୍ରିକ୍ ଲାଇନ୍ 11 kV ର ଯାଇଛି। ଏଇଟା ଆଶ୍ଚର୍ଯ୍ୟ ଲାଗୁଛି। ସେ ଡିପାର୍ଟମେଣ୍ଟରେ କିଏ, ତାର ନିୟମ ଅଛି କୌଣସି ମହାବିଦ୍ୟାଳୟ କିମ୍ବା ସ୍କୁଲ କୌଣସି ଶିକ୍ଷାନୁଷ୍ଠାନ ଉପରେ ଇଲେକ୍ଟ୍ରିକ୍ ଲାଇନ୍ ଯାଏ ନାହିଁ। ସେ କେଉଁ ସମୟରେ ହେଇଛି, କେମିତି ହେଲା ତାକୁ ମଧ୍ୟ ମୁଁ ଆଜି ଇନକ୍ୱାରି କରିବି ତାକୁ। ଆଉ ଏବଂ ତୁରନ୍ତ ଲାଇନ୍ ଡିପାର୍ଟମେଣ୍ଟକୁ କହି ଏ ତାରକୁ ଏଠୁ ହଟା ହେବ, ଯେଉଁଥିପାଇଁକି ଆମର ଗେଟ୍ଟା ବି ତିଆରି ହୋଇପାରୁନି। ଏମିତି ବହୁତ କିଛି ସମସ୍ୟା ଅଛି। ଲାଇବ୍ରେରୀର ବି କିଛି ଆହୁରି ବହି ଦରକାର, ଆଉ ଗୋଟେ କନଫରେନ୍ସ ହଲ୍ ହେବ। ଏସବୁ ପର୍ଯ୍ୟାୟକ୍ରମେ ଏଗୁଡ଼ା ସବୁ ସମ୍ପୂର୍ଣ୍ଣ କରାଯିବ। ନିଆଳି ବ୍ଲକରେ ପ୍ରଥମ ଗରିବ ଛାତ୍ରୀ ହଷ୍ଟେଲ କରାଯିବ। ପ୍ରଥମ କରିକି ତ ହେଲା, ଆଉ ଗୋଟେ ବି ହେବାକୁ ଯାଉଛି। ST SC ଯେଉଁ ହଷ୍ଟେଲ ପିଲାମାନେ ପାଠ ପଢ଼ିବା ପାଇଁ ମଧ୍ୟ ମୁଁ ସରକାରଙ୍କୁ ଅନୁରୋଧ କରିଛି। ସେ ମଧ୍ୟ ପ୍ରାୟତଃ ହେଇଯିବ। ସେଥିପାଇଁ ମୁଁ ଘୋଷଣା କରୁନାହିଁ, କିନ୍ତୁ ପ୍ରାୟ ହେଇଯିବ। ତେଣୁ ଆମ ନିଆଳି ଅଞ୍ଚଳର ଆଉ ଗୋଟେ ପ୍ରପୋଜାଲ୍ ଦିଆଯାଇଛି। ଆମେ 40 ଏକରର ଜମି ସରକାରଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦିଆହେଇଛି, ଯେଉଁଟାକି ସାରା ଭାରତବର୍ଷରେ ନାହିଁ। ଯେଉଁଟା ଆମର ଅନ୍ଧମୁକ ବଧିରଙ୍କର ଯେଉଁ ୟୁନିଭର୍ସିଟି ନାହିଁ, ସାରା ଭାରତରେ ନାହିଁ। ସେ ମଧ୍ୟ ପ୍ରପୋଜାଲ୍ ଯାଇଛି। ଜମି ଅଲରେଡ଼ି ଆମେ ହସ୍ତାନ୍ତର କରିସାରିଲୁଣୁ। ଜାପାନ ସରକାର ଆଉ ଭାରତ ସରକାର ମିଳିତ ଭାବେ କୁରାଙ୍ଗ ଶାସନ ପାଖରେ ଇଏ ଗୋଟେ ୟୁନିଭର୍ସିଟି ତିଆରି ହେବ। ତେଣୁ ଆମେ ନିଆଳି ଅଞ୍ଚଳକୁ ଗୋଟେ ଏଜୁକେସନ୍ ହବ୍ କରିବା ପାଇଁ ଚେଷ୍ଟା ଚାଲିଛି। ସେ ଚେଷ୍ଟା ଅନୁସାରେ ଆମେ ବିଭିନ୍ନ ପ୍ରକାର ସରକାରଙ୍କୁ ଦେଇଛୁ। ସମୟ ତ ଲାଗିବ ନିଶ୍ଚିତ, ସେ ସମୟ ଅନୁକ୍ରମେ ହେବ। ଆଉ ଯେତେ ମହାବିଦ୍ୟାଳୟ ଅଛି, ଯେତେ ସ୍କୁଲ ଅଛି, ତାର ମଧ୍ୟ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି।